ସାଙ୍ଗମାନେ ଆଜି ତୋ ପାଇଁ ସିରିଏଲ ଦେଖନ୍ତୁ। ଚିକି ଯାଉଥିବା ବେଳେ ରାମ ଅଟକେଇବା ପାଇଁ ଗଲାବେଳେ ଜେଜେମା ରାମକୁ ରୋକି ଦିଅନ୍ତି। ଆଉ ରାମର ମା କୁହନ୍ତି, ମା ଆପଣ ଯେମିତି ଭାବୁଛନ୍ତି ସେମିତି କିଛି ବି ନୁହେଁ, ଚିକିର କିଛି ବି ଦୋଷ ନାହିଁ। ମା ଆପଣ ଟିକେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ସେ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି, ତାଙ୍କର କିଛି ବି ଦୋଷ ନାହିଁ। ତାଙ୍କୁ ଦୟାକରି ଅଲଗା କରନ୍ତୁନି ମା, ମା ପ୍ଲିଜ୍ ମା ସେମିତି କରନ୍ତୁନି। ଚିକି ଘରୁ ଚାଲି ଯାଉଥିବା ବେଳେ ରୁହି କୁହେ ରହ। ରୁହି ଚିକି ପାଖକୁ ଆସେ ଆଉ କୁହେ, ଏ ଘରକୁ ଆସିଲା ବେଳେ ତ ଖାଲି ହାତରେ ଆସିଥିଲୁ, ଆଉ ଗଲାବେଳେ ଏତେ ବଡ଼ ବ୍ୟାଗ୍ଟା କୁଆଡ଼େ ନେଇକି ଯାଉଛୁ? ଚିକି ରୁହିକି ବୁଲିକି ଚାହେଁ। ଆଉ ଏପଟେ ରାମ ରାଗିକି କୁହେ, ସିଆ କ'ଣ କରୁଛ ଏସବୁ? ରୁହି କି ରାମ ମୁଁ ବାସ୍ ଚେକ୍ କରୁଥିଲି କି ଏ ଘରୁ କିଛି ଚୋରି କରିକି ନେଇଯାଉନି ତ। ରାମ କୁହେ, ଜେଜେମା ତମେ ଚିକିକୁ ଦଣ୍ଡ ଦେଲ, ଏ ଘରୁ ବାହାର କରିଦେଲ, ଆଟଲିଷ୍ଟ ତାକୁ ଏମିତି ଅପମାନିତ ତ କରନି। ତାପରେ ଜେଜେମା କୁହନ୍ତି, ସିଆ ରୁହି କିଏ ଆଇ ମୁଁ ତ ବାସ୍ ଦେଖୁଥିଲି ସେ ଆମର ଆଉ କିଛି ଲସ୍ କରିନି ତ। ଜେଜେମା କୁହନ୍ତି, ସେ ଏ ଘରୁ ବାହାରି ଗଲେ ଯେଉଁ ଫାଇଦା ହେବ ତା ଆଗରେ ଆମ ସବୁ ଲସ୍ ଛୋଟ। ଯଦି ଏ ଘରୁ କିଛି ଚୋରେଇ ନେବାକୁ ଚାହୁଁଛି ତାହେଲେ ନଉ, ଆମକୁ କିଛି ଫରକ ପଡ଼ୁନି। ସିଆ କୁହେ, ଠିକ୍ ଅଛି ଆଇ ତମ ଇଚ୍ଛା, କିନ୍ତୁ ଏ ମୋଠୁ ଯାହା ଚୋରି କରିଛି ମୋତେ ଫେରାଇବାକୁ ପଡ଼ିବ। ଏ ମଙ୍ଗଳସୂତ୍ର ଆଉ ଏ ସିନ୍ଦୁର। ସିଆ ଚିକି ପାଖରୁ ମଙ୍ଗଳସୂତ୍ର ଆଣିବା ପାଇଁ ଯାଉଥିବା ବେଳେ ଚିକି ସିଆର ହାତ ଅଟକାଇ ଦିଏ ଆଉ ସିଆକୁ ମାରେ। ସିଆ କୁହେ, ଚିକି? ଚିକି କୁହେ, ହଁ ଚିକି। ଏ ନାଁକୁ ତୁ ଭଲ ଭାବରେ ମନେ ରଖ। ଏ ଘରକୁ ଛାଡ଼ିକି ଯିବା ମୋ ଭୁଲର ଦଣ୍ଡ ଥିଲା, ଆଉ ଏ ଚାପୁଡ଼ା ତୋ ଭୁଲର ଦଣ୍ଡ। ସିଆ କୁହେ, ଆଇ ଦେଖୁଛ ତ ୟାର କେତେ ସାହସ। ଗୋଟେ ବର୍ଷର ମିଛ ଅଭିନୟ ଇଏ କରିଲା। ଚିକି କୁହେ, ସେ ମିଛ ଏବେ ସରିଯାଇଛି ରୁହି, କିନ୍ତୁ ଏ ବର୍ଷ ଏବେ ବି ବାକି ଅଛି, ଆଉ ନିଶ୍ୱାସ ବି। ଆଉ ଯେତେବେଳେ ଯାଏଁ ଏ ଦୁଇଟା ଯାକ ଜିନିଷ ମୋ ସହିତ ଅଛି ସେତେବେଳେ ଯାଏଁ ତୁ ମୋ ମଙ୍ଗଳସୂତ୍ର ଆଉ ସିନ୍ଦୁର ଉପରେ ଆଖି ବି ପକେଇବୁନି, ନହେଲେ ମୁଁ ତୋ ଆଖି କାଢ଼ି ଆଣିବି। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟେ କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।